ପିଲାମାନେ ତମେ ଥମ୍ବନେଲ୍ଟିକୁ ଦେଖିକି ଖୁସି ହେଇଯାଇଥିବ କାହିଁକି ନା ଆଜି ତମମାନଙ୍କ ପାଇଁ ଯେଉଁ ମୁଁ ବିଷୟବସ୍ତୁଟି ନେଇକି ଆସିଛି ଏହି ବିଷୟବସ୍ତୁଟି କେବଳ ତମ ପାଇଁ କଷ୍ଟସାଧ୍ୟ ନୁହେଁ। ଏହି ବିଷୟବସ୍ତୁଟି ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ ଅଟେ। ବେଳେବେଳେ ମୋତେ ବି ଲାଗେ ମୁଁ ଯେତେବେଳେ ପିଲାମାନଙ୍କୁ ପଢ଼ାଉଥାଏ ମୋତେ ବି ଲାଗେ ଯେ ମୁଁ ଏ ବିଷୟଟି ଠିକ୍ ପଢ଼ାଉଛି ନା ଭୁଲ ପଢ଼ାଉଛି। ତ ଚାଲ ପିଲାମାନେ ଆଜି ଯେଉଁ ମୁଁ ବିଷୟବସ୍ତୁଟି ନେଇକି ଆସିଛି ଠିକ୍ସେ ପଢ଼ିବା ବୁଝିବା ଏବଂ ପରୀକ୍ଷାରେ ଯଦି ଏହି ବିଷୟବସ୍ତୁରେ ପରୀକ୍ଷାରେ ଯଦି ପ୍ରଶ୍ନ ଆସେ ତାହେଲେ ଆମେ ଠିକ୍ ଏବଂ ନିର୍ଭୁଲ ଭାବରେ ଲେଖିବା। ଆଜିର ଆମର ବିଷୟବସ୍ତୁଟି ହେଉଛି ପିଲାମାନେ ଦିଲ୍ଲୀରେ ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପ କିପରି ଥିଲା। ତ ପିଲାମାନେ ଚାଲ ଡେରି ନକରି ଆମେ ଆମର ବିଷୟବସ୍ତୁକୁ ଆଲୋଚନା କରିବା ଏବଂ ପଢ଼ିବା ବୁଝିବା। ଏଇଠି ଦେଖିପାରୁଥିବା ପିଲାମାନେ ପ୍ରଥମ ଚିତ୍ରରେ ସୁଲତାନ ମାନେ ଯେଉଁ ଭାରତରେ ଶାସନ କରିଛନ୍ତି କେଉଁ କେଉଁ ଅଞ୍ଚଳରେ ଶାସନ କରିଥିଲେ ତାହା ସମ୍ପୂର୍ଣ୍ଣ ଭାବରେ ଦର୍ଶାଇ ଦିଆଯାଇଛି। ଏପଟେ ଯେଉଁ ରାଇଟ୍ ସାଇଡ଼୍ରେ ବକ୍ସ ଦିଆହେଇଛି ପିଲାମାନେ এই ବକ୍ସର ଲେଫ୍ଟ ସାଇଡ଼୍ରେ ରାଜବଂଶ ଦେଖାଯାଇଛି ଆଉ ତାର ରାଇଟ୍ ସାଇଡ଼୍ରେ ଶାସନ ସମୟ ଲେଖାହେଇଛି। ତ ତୁମେମାନେ ଜାଣିଛ ପିଲାମାନେ ଦିଲ୍ଲୀରେ 5ଟି ରାଜବଂଶ ଶାସନ କରିଥିଲେ ଏବଂ ସେମାନଙ୍କର ଶାସନ ସମୟ ସମସ୍ତଙ୍କର ଅଲଗା ଅଲଗା ଥିଲା। ତ ପିଲାମାନେ ଯେଉଁ 5ଟି ରାଜବଂଶ ଥିଲେ ସେମାନେ ଥିଲେ ଦାସ ବଂଶ, ତାଙ୍କର ଶାସନ ସମୟ ହେଲା 1206ରୁ 1290। ଖିଲଜି ବଂଶ ତାଙ୍କର ଶାସନ ସମୟ ହେଲା 1290ରୁ 1320। ତୋଗଲକ ବଂଶ ତାଙ୍କର ଶାସନ ସମୟ ହେଲା 1320ରୁ 1414। ସୟଦ ବଂଶ ତାଙ୍କର ଶାସନ ସମୟ ହେଲା 1414ରୁ 1451। ଲୋଧି ବଂଶ ତାଙ୍କର ଶାସନ ସମୟ ହେଲା 1451ରୁ 1526। ଏହିପରି ଭାବରେ ଦାସ ବଂଶ, ଖିଲଜି ବଂଶ, ତୋଗଲକ ବଂଶ, ସୟଦ ବଂଶ, ଲୋଧି ବଂଶ ଏହିପରି ଭାବରେ ସେମାନେ 5ଟି ରାଜବଂଶ ହୋଇକି ସୁଲତାନ ମାନେ ଭାରତରେ ଶାସନ କରିଥିଲେ। ସେମାନେ ତାଙ୍କର ଶାସନ ସମୟ ଆରମ୍ଭ କରିଥିଲେ 1206 ମସିହାରେ ଏବଂ ଦିଲ୍ଲୀ ସୁଲତାନର ଶାସନ ସମୟ ପରିସମାପ୍ତି ଘଟିଲା 1526 ମସିହାରେ। ଏହିପରି ଭାବରେ ସେମାନେ ଭାରତରେ ସମୁଦାୟ 320 ବର୍ଷ ଶାସନ କରିଥିଲେ। ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପ। ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପ ନିର୍ଣ୍ଣୟ କରିବା କଷ୍ଟକର ଅଟେ ପିଲାମାନେ, କାହିଁକି ନା ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପକୁ କେନ୍ଦ୍ର କରି ଐତିହାସିକମାନେ ଯେଉଁ ମତ ପୋଷଣ କରିଛନ୍ତି ସେହି ମତଗୁଡ଼ିକ ଗୋଟିଏ ଐତିହାସିକ ଠାରୁ ଆଉ ଏକ ଐତିହାସିକ ପର୍ଯ୍ୟନ୍ତ ତାହା ଭିନ୍ନ ଭିନ୍ନ ଅଟେ। ତେଣୁକରି ସୁଲତାନି ଶାସନ ସମୟରେ ଯେଉଁ ରାଷ୍ଟ୍ରର ସ୍ୱରୂପ ଅଛି ତାହା ନିର୍ଣ୍ଣୟ କରିବା ବହୁତ କଷ୍ଟକର ଅଟେ। ସୁଲତାନି ଶାସନର ରାଷ୍ଟ୍ରର ସ୍ୱରୂପ ପିଲାମାନେ ବ୍ୟୁରୋ, ତୁମର ଯେଉଁ ବ୍ୟୁରୋ ବୁକ୍ ଅଛି ବ୍ୟୁରୋ ବୁକ୍ରେ ବହୁତ ସରଳ ଏବଂ ସହଜ ଭାଷାରେ ବର୍ଣ୍ଣନା କରାଯାଇଛି। ଆଉ ତୁମମାନଙ୍କୁ ବି ମୁଁ କହିବି ତୁମେମାନେ ଏହି ଟପିକ୍ ପାଇଁ ବ୍ୟୁରୋ ବୁକ୍କୁ ହିଁ ପଢ଼। ଅନ୍ୟ ଯେଉଁ ବୁକ୍ ଗୁଡ଼ାକ ଅଛି ତୁମର +2ର ସେହି ବୁକ୍ ଗୁଡ଼ିକରେ ସୁଲତାନି ଶାସନ ବିଷୟରେ ବର୍ଣ୍ଣନା କରାଯାଇଛି, ରାଷ୍ଟ୍ରର ସ୍ୱରୂପ ବିଷୟରେ ବର୍ଣ୍ଣନା କରାଯାଇନି। ତେଣୁକରି ତୁମେମାନେ ପିଲାମାନେ ଏହି ବିଷୟକୁ ତୁମେ ବ୍ୟୁରୋ ବୁକ୍ରୁ ହିଁ ପଢ଼ିବ। ବହୁତ ସହଜ ଏବଂ ସରଳ ଭାଷାରେ ଦେଇଛି, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ତାକୁ ତୁମେ ବହୁତ ସୁନ୍ଦର ଭାବରେ ବୁଝିପାରିବ। ଆଜି ଏହି ନୋଟ୍ଟି ବି ଯେଉଁ ମୁଁ ତୁମ ସହିତ ସେୟାର କରୁଛି ପିଲାମାନେ ଏହି ନୋଟ୍ଟି ସେଇ ବ୍ୟୁରୋ ବୁକ୍ରୁ ହିଁ ତିଆରି କରାଯାଇଛି। ତ ଚାଲ ପିଲାମାନେ ଆଉ ଡେରି କରିବାନି, ପଢ଼ିବା ଜାଣିବା ଏବଂ ବୁଝିବା ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପ କିପରି ଥିଲା। ସୁଲତାନି ଶାସନ ସମୟରେ ରାଷ୍ଟ୍ରର ସ୍ୱରୂପ। ପ୍ରଥମ ରାଷ୍ଟ୍ରର ସ୍ୱରୂପ ହେଉଛି ସୁଲତାନ ମାନେ ନୂତନ ଅଞ୍ଚଳ ଜୟ କରି ସାମ୍ରାଜ୍ୟକୁ ସୁଦୃଢ଼ କଲେ। ଯେତେବେଳେ ସୁଲତାନ ମାନେ ଭାରତରେ ତାଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା କଲେ ସେହି ସମୟରେ ତାଙ୍କର ସାମ୍ରାଜ୍ୟ ସୁଦୃଢ଼ ନଥିଲା। ଯେହେତୁ ଭାରତରେ ସେହି ସୁଲତାନ ମାନଙ୍କୁ ଶାସନ କରିବାର ଥିଲା ତେଣୁକରି ତାଙ୍କୁ ଦରକାର ପଡ଼ିଲା ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କରିବା ପାଇଁ ଏବଂ ସେମାନେ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କେମିତି କଲେ, ନୂତନ ଅଞ୍ଚଳ ଜୟ କରି ସାମ୍ରାଜ୍ୟକୁ ସୁଦୃଢ଼ କଲେ। ତ ସୁଲତାନ ମାନେ ନୂତନ ଅଞ୍ଚଳ ଜୟ କରି ସାମ୍ରାଜ୍ୟକୁ ସୁଦୃଢ଼ କଲେ। ଏହା ହିଁ ହେଉଛି ପ୍ରଥମ ରାଷ୍ଟ୍ରର ସ୍ୱରୂପ। ନେକ୍ସଟ ରାଷ୍ଟ୍ରର ସ୍ୱରୂପ ହେଉଛି ପିଲାମାନେ ଭାରତୀୟ ଗୋଷ୍ଠୀ ସଂସ୍ପର୍ଶରେ ଆସି ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିବର୍ତ୍ତନ ଆସିଥିଲା। ସୁଲତାନ ମାନେ ଆଗରୁ ଭାରତକୁ କେବେ ଆସିନଥିଲେ, ପ୍ରଥମ କରିକି ଭାରତକୁ ଆସିଲେ ଏବଂ ଭାରତରେ ଶାସନ କରିବାର ଆରମ୍ଭ କଲେ। ଯେତେବେଳେ ଭାରତରେ ଶାସନ କରିବା ଆରମ୍ଭ କରିଛନ୍ତି ଭାରତୀୟମାନଙ୍କର ସାମାଜିକ ଜୀବନ, ରାଜନୈତିକ ଜୀବନ, ଅର୍ଥନୈତିକ ଜୀବନ ଏବଂ ସାଂସ୍କୃତିକ ଜୀବନର ସଂସ୍ପର୍ଶରେ ଆସିଛନ୍ତି, ଯଦ୍ୱାରା କ'ଣ ହେଇଛି ସେହି ସୁଲତାନ ମାନଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନରେ ପରିବର୍ତ୍ତନ ଆସିଛି। ଆଉ ଏହା ହିଁ ଥିଲା ରାଷ୍ଟ୍ରର ଦ୍ୱିତୀୟ ସ୍ୱରୂପ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି
ଦୁଇଟି ସଂସ୍କୃତିର ଭେଟ ହେବା ଦ୍ୱାରା ଯୁଦ୍ଧ, ପ୍ରତିରୋଧ ଓ ସାମ୍ପ୍ରଦାୟିକତାବାଦ ଦେଖାଦେଲା। ଏଠି ଦୁଇଟି ସଂସ୍କୃତି କହିଲେ ପିଲାମାନେ ଭାରତୀୟ ସଂସ୍କୃତି ଏବଂ ଇସଲାମ ସଂସ୍କୃତି। ଯେତେବେଳେ ଏହି ଦୁଇଟି ସଂସ୍କୃତି ଭେଟ ହୋଇଛନ୍ତି, ପରସ୍ପର ମଧ୍ୟରେ ଯୁଦ୍ଧ ହୋଇଛି, ପରସ୍ପରକୁ ସେମାନେ ପ୍ରତିରୋଧ କରିଛନ୍ତି ଏବଂ ପରସ୍ପର ମଧ୍ୟରେ ସାମ୍ପ୍ରଦାୟିକତାବାଦ ଦେଖାଦେଇଛି। ସାମ୍ପ୍ରଦାୟିକତାବାଦ କହିଲେ ପିଲାମାନେ ଯେତେବେଳେ ଦୁଇଟି ଧାର୍ମିକ ଗୋଷ୍ଠୀ ପରସ୍ପର ମଧ୍ୟରେ ବାଦ ବିବାଦ କରନ୍ତି ତାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ। ତ ଏହି ରାଷ୍ଟ୍ରର ସ୍ୱରୂପଟି ହେଲା ପିଲାମାନେ ଦୁଇଟି ସଂସ୍କୃତିର ଭେଟ ହେବା ଦ୍ୱାରା ପରସ୍ପର ମଧ୍ୟରେ ଯୁଦ୍ଧ, ପ୍ରତିରୋଧ ଏବଂ ସାମ୍ପ୍ରଦାୟିକତାବାଦ ଦେଖାଦେଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ପିଲାମାନେ ପରେ ରାଷ୍ଟ୍ରରେ ସାମ୍ପ୍ରଦାୟିକ ସଦ୍ଭାବ, ସମନ୍ୱୟ ଓ ମିଳନର ପରିବେଶ ସୃଷ୍ଟି ହେଲା। ପ୍ରଥମେ ଯେତେବେଳେ ସୁଲତାନମାନେ ଭାରତରେ ସାମ୍ରାଜ୍ୟ ସୃଷ୍ଟି କଲେ ସେହି ସମୟରେ ସାମ୍ରାଜ୍ୟବାଦ ଭାରତରେ ଦେଖାଦେଲା। କିନ୍ତୁ ଭାରତରେ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ସାମ୍ରାଜ୍ୟ ସୃଷ୍ଟି ହୋଇଗଲା ସେହି ସମୟରେ ଆଉ ସାମ୍ପ୍ରଦାୟିକତାବାଦ ଭାରତରେ ଦେଖାଗଲା ନାହିଁ। ଦେଖାଗଲା ଭାରତରେ ସାମ୍ପ୍ରଦାୟିକ ସଦ୍ଭାବ, ଦୁଇଟି ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ଦେଖାଗଲା ଏବଂ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ମିଳନର ପରିବେଶ ମଧ୍ୟ ସୃଷ୍ଟି ହେଲା ଏବଂ ଏହା ହେଉଛି ଅନ୍ୟ ଏକ ରାଷ୍ଟ୍ରର ସ୍ୱରୂପ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ଉତ୍ତର ଭାରତରେ ରାଣା ରାୟମାନଙ୍କୁ ପରାସ୍ତ କରି ମୁସଲମାନମାନେ ରାଜା ହେଲେ। ରାଣା ରାୟ କିଏ ଥିଲେ ପିଲାମାନେ? ଏମାନେ ରାଜପୁତ ରାଜାମାନେ ଥିଲେ। ଏମାନେ ବଂଶାନୁକ୍ରମିକ ହିସାବରେ ଉତ୍ତର ଭାରତରେ ହିଁ ଶାସନ କରିକି ଆସୁଥିଲେ। ମୁସଲମାନମାନେ କ'ଣ କଲେ? ଏମାନଙ୍କୁ ପରାସ୍ତ କଲେ ଏବଂ ନିଜେ ସେହି ଅଞ୍ଚଳରେ ରାଜା ହେଲେ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ଦିଲ୍ଲୀର ସୁଲତାନ ରାଷ୍ଟ୍ର ଏକ ଧର୍ମକେନ୍ଦ୍ରିକ ରାଷ୍ଟ୍ର ଥିଲା। ସୁଲତାନମାନେ ଦିଲ୍ଲୀରେ ଯେଉଁ ରାଷ୍ଟ୍ର ତିଆରି କରିଥିଲେ ତାହା ଧର୍ମକୁ ଆଧାରିତ ହୋଇକି ତିଆରି କରାଯାଇଥିଲା। କେଉଁ ଧର୍ମକୁ କେନ୍ଦ୍ର କରିକି ତିଆରି କରାଯାଇଥିଲା? ଇସଲାମ ଧର୍ମକୁ ନେଇକି ତିଆରି କରାଯାଇଥିଲା। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି ଇସଲାମ ଧର୍ମ ରାଷ୍ଟ୍ରଧର୍ମ ରୂପେ ପରିଗଣିତ ହୋଇଥିଲା। ଆମର ଯେମିତି ରାଷ୍ଟ୍ରଧର୍ମ ହିନ୍ଦୁ ଅଛି, ସେମିତି ପିଲାମାନେ ଇସଲାମ ଧର୍ମ ରାଷ୍ଟ୍ରଧର୍ମ ରୂପେ ପରିଗଣିତ ହୋଇଥିଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ମୁସଲମାନ ରାଷ୍ଟ୍ରର ପ୍ରକୃତ ରାଜା ହେଉଛନ୍ତି ଆଲ୍ଲାହ ଏବଂ ଖଲିଫା ତାଙ୍କର କାର୍ଯ୍ୟନିର୍ବାହୀ ପ୍ରତିନିଧି। ଖଲିଫାମାନେ ନିଜକୁ କହୁଥିଲେ ସେମାନେ ଆଲ୍ଲାହଙ୍କର କାର୍ଯ୍ୟନିର୍ବାହୀ ପ୍ରତିନିଧି ବୋଲିକି। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି ମୁସଲମାନ ଶାସକ କୌଣସି ଅଞ୍ଚଳରେ ଶାସନ କଲେ ତାଙ୍କୁ ଖଲିଫାଙ୍କର ଅନୁଗତ ସ୍ୱୀକାର କରିବାକୁ ପଡ଼ୁଥିଲା। ଯେତେବେଳେ ବି ମୁସଲମାନ ଶାସକ କୌଣସି ଅଞ୍ଚଳରେ ଶାସନ କରୁଥିଲେ ତାହେଲେ ତାଙ୍କୁ ଖଲିଫାଙ୍କଠୁ ସ୍ୱୀକୃତି ମାଗିବାକୁ ପଡ଼ୁଥିଲା ବା ପରମିଶନ ମାଗିବାକୁ ପଡ଼ୁଥିଲା। ନେକ୍ସଟ ରାଷ୍ଟ୍ର ସ୍ୱରୂପ ହେଉଛି ମୁସଲମାନ ଶାସକ ରାଷ୍ଟ୍ର ଶାସନ ସମୟରେ ଖୁତବା ପାଠ ବେଳେ ଖଲିଫାଙ୍କର ନାମ ଉଚ୍ଚାରଣ କରିବାକୁ ପଡ଼ୁଥିଲା। ଯେତେବେଳେ ଧାର୍ମିକ ବାର୍ତ୍ତା ପ୍ରେରଣ କରୁଥିଲେ ଶାସକ ବା ରାଜା, ସେହି ସମୟରେ ସେ କ'ଣ କରୁଥିଲେ? ଖଲିଫାଙ୍କ ନାମ ଉଚ୍ଚାରଣ କରୁଥିଲେ। ଖୁତବା ମାନେ ହେଲା ପିଲାମାନେ ଧାର୍ମିକ ଉପଦେଶ ବା ଧାର୍ମିକ ନିର୍ଦ୍ଦେଶ। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି ସୁଲତାନ ରାଷ୍ଟ୍ରରେ ଏକକେନ୍ଦ୍ରିକ ଶାସନ ବ୍ୟବସ୍ଥା ପ୍ରଚଳନ ଥିଲା। ଏକକେନ୍ଦ୍ରିକ ଶାସନ ବ୍ୟବସ୍ଥା କହିଲେ ସୁଲତାନ ହିଁ ସମସ୍ତ କ୍ଷମତାର ଅଧିକାରୀ ଥିଲେ। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି ସୁଲତାନି ରାଷ୍ଟ୍ରର କେନ୍ଦ୍ର ଶାସନ ଓ ପ୍ରାଦେଶିକ ଶାସନ ଇକ୍ତା ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ ଥିଲା। ଇକ୍ତା ବ୍ୟବସ୍ଥା କହିଲେ ସେହି ସମୟରେ ସୁଲତାନି ଶାସନ ସମୟରେ ଯେଉଁ ସୈନିକମାନେ ଥିଲେ ତଥା ସରକାରୀ କର୍ମଚାରୀ ଗୁଡ଼ିକ ଥିଲେ ସେମାନଙ୍କୁ ପଇସା ବା ପାଉଣା ବା କ୍ୟାସ୍ ଦିଆଯାଉନଥିଲା। ସେମାନଙ୍କୁ ଜମି ଦିଆଯାଉଥିଲା ପଇସା ବଦଳରେ। ଆଉ ସେହି ଜମି ବଦଳରେ ସେହି ସୈନିକମାନେ ତଥା ସୁଲତାନଙ୍କର ଯେଉଁ କର୍ମଚାରୀମାନେ ଥିଲେ ସେମାନେ ସୁଲତାନଙ୍କୁ କାର୍ଯ୍ୟ ଯୋଗାଉଥିଲେ। ଏହି ବ୍ୟବସ୍ଥାକୁ ଇକ୍ତା ବ୍ୟବସ୍ଥା କୁହାଯାଏ। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି ଆଞ୍ଚଳିକ ଶାସନ ଓ ପ୍ରାଦେଶିକ ଶାସନରେ ରାଜସ୍ୱ ଆଦାୟ ପାଇଁ ମୁଫ୍ତି ଓ ଇକ୍ତାଦାର ମାନେ ରହିଲେ। ମୁଫ୍ତି ଆଉ ଇକ୍ତାଦାର କାହାକୁ କୁହାଯାଏ ପିଲାମାନେ? ଯେଉଁ ଆଞ୍ଚଳିକ ଶାସନ ଥିଲା ଏବଂ ପ୍ରାଦେଶିକ ଶାସନ ଯେଉଁ ଥିଲା ସେହି ଜାଗାରେ ଯେଉଁମାନେ ରାଜସ୍ୱ ଆଦାୟ କରୁଥିଲେ ସେମାନଙ୍କୁ ମୁଫ୍ତି ଓ ଇକ୍ତାଦାର କୁହାଯାଉଥିଲା। ପରବର୍ତ୍ତୀ ରାଷ୍ଟ୍ର ସ୍ୱରୂପ ହେଉଛି
ଇକ୍ତାଦାରଙ୍କୁ ଗୋଟିଏ ଇକ୍ତାରୁ ଅନ୍ୟ ଇକ୍ତାକୁ ବଦଳି ମଧ୍ୟ କରାଯାଉଥିଲା। ଯେମିତି ଆମର ଭାରତରେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ଯିଏ ଚାକିରି କରି ତାଙ୍କୁ ବଦଳି କରନ୍ତି, ସେମିତି ଇକ୍ତାଦାରମାନଙ୍କୁ ମଧ୍ୟ ଗୋଟିଏ ଇକ୍ତାରୁ ଅନ୍ୟ ଇକ୍ତାକୁ ବଦଳି କରାଯାଉଥିଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ଦିଲ୍ଲୀର ସୁଲତାନମାନେ ଶରିୟତ ବା ଇସଲାମ ଧର୍ମର ନିୟମକୁ ପ୍ରାଧାନ୍ୟ ଦେଉଥିଲେ। ଦିଲ୍ଲୀର ସୁଲତାନମାନେ ଯେତେବେଳେ ଶାସନ କରୁଥିଲେ ସେମାନେ ଶରିୟତର ନିୟମକୁ ପ୍ରାଧାନ୍ୟ ଦେଇକି ଶାସନ କରୁଥିଲେ। ଶରିୟତ କହିଲେ ପିଲାମାନେ ଇସଲାମ ଧର୍ମକୁ ହିଁ ବୁଝାଏ, ଇସଲାମ ଧର୍ମର ନିୟମାବଳୀକୁ ହିଁ ବୁଝାଇଥାଏ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ମୁସଲମାନମାନେ ରାଷ୍ଟ୍ରରେ ଜୱାବିଦ ବା ଧର୍ମନିରପେକ୍ଷ ନୀତି ପ୍ରଚଳନ କରିଥିଲେ। ଜୱାବିଦ କହିଲେ ପିଲାମାନେ ଧର୍ମନିରପେକ୍ଷ ନୀତିକୁ ଜୱାବିଦ ବୋଲିକି କୁହାଯାଏ। ଧର୍ମନିରପେକ୍ଷ ନୀତି ପୁଣି କ'ଣ? ଯେଉଁ ଜାଗାରେ ସମସ୍ତ ଧର୍ମକୁ ସମାନ ଦୃଷ୍ଟିରେ ଦେଖାଯାଏ ତାକୁ କୁହାଯାଏ ଜୱାବିଦ ବା ଧର୍ମନିରପେକ୍ଷ ନୀତି। ଏବଂ ମୁସଲମାନମାନେ ତାଙ୍କ ରାଷ୍ଟ୍ରରେ ଜୱାବିଦ ବା ଧର୍ମନିରପେକ୍ଷ ନୀତି ପ୍ରଚଳନ କରିଥିଲେ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ସୁଲତାନି ରାଷ୍ଟ୍ରରେ ରାଜତ୍ୱ ସମ୍ପୂର୍ଣ୍ଣ ଧର୍ମତତ୍ତ୍ୱ ଉପରେ ପର୍ଯ୍ୟବେସିତ ହୋଇନଥିଲା କୁହାଯାଉଛି ପିଲାମାନେ ଏଠି। ସୁଲତାନି ରାଷ୍ଟ୍ରରେ ରାଜତ୍ୱ ସମ୍ପୂର୍ଣ୍ଣ ଧର୍ମତତ୍ତ୍ୱ ଉପରେ ପର୍ଯ୍ୟବେସିତ ହୋଇନଥିଲା। ଧର୍ମତତ୍ତ୍ୱ ଯେଉଁ ଇସଲାମ ଧର୍ମକୁ ନେଇକି ସୁଲତାନ ରାଷ୍ଟ୍ରରେ ଶାସନ କାର୍ଯ୍ୟ କରାଯାଉଥିଲା, ଯେତେବେଳେ ଦରକାର ପଡ଼ୁଥିଲା ସୁଲତାନ ସେହି ଧର୍ମତତ୍ତ୍ୱକୁ ଅନୁସରଣ କରୁନଥିଲେ, ସମୟ ଏବଂ ସୁଯୋଗ ଦେଖିକି ତାକୁ ବ୍ୟବହାର କରୁଥିଲେ। ଯଦି ସମୟ ଠିକ୍ ନଥିଲା ତାହେଲେ ସେହି ସମୟରେ ତାକୁ ସେ ବ୍ୟବହାର କରୁନଥିଲେ। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ମୁସଲମାନ ରାଷ୍ଟ୍ରରେ ସୁଲତାନ ବା ରାଜ୍ୟ ମୁଖ୍ୟଙ୍କ ଉତ୍ତରାଧିକାରୀ ସତ୍ତ୍ୱ ସ୍ପଷ୍ଟ ନଥିଲା ବା ସନ୍ତୋଷଜନକ ବିଧି ନଥିଲା। ଉତ୍ତରାଧିକାରୀ ସତ୍ତ୍ୱ କହିଲେ ସୁଲତାନଙ୍କର ଉତ୍ତରାଧିକାରୀ କିଏ ହେବ ତାହା ସ୍ପଷ୍ଟ କରାଯାଇନଥିଲା ବା ତାହା ପାଇଁ ସନ୍ତୋଷଜନକ ବିଧି ନିୟମ ତିଆରି କରାଯାଇ ନଥିଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ପୁରୁଷାନୁକ୍ରମିକ ନିୟମ ପାଳନ ମଧ୍ୟ କରାଯାଉନଥିଲା। ଏହି ଉତ୍ତରାଧିକାରୀ ସତ୍ତ୍ୱ ପାଇଁ ପୁରୁଷାନୁକ୍ରମିକ ନିୟମ ମଧ୍ୟ ପାଳନ କରାଯାଉନଥିଲା। ପୁରୁଷାନୁକ୍ରମିକ ମାନେ ରାଜାଙ୍କ ପରେ ତାଙ୍କର ବଡ଼ ପୁତ୍ର ରାଜା ହେବ, ତାଙ୍କର ବଡ଼ ପୁତ୍ର ରାଜା ହେବ, ଏହାକୁ କୁହାଯାଏ ପୁରୁଷାନୁକ୍ରମିକ ନିୟମ। କିନ୍ତୁ ଏହି ପୁରୁଷାନୁକ୍ରମିକ ନିୟମ ମଧ୍ୟ ସୁଲତାନି ରାଷ୍ଟ୍ରରେ ପାଳନ କରାଯାଉନଥିଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ପ୍ରଥମ ପୁତ୍ର ସନ୍ତାନ ରାଜସିଂହାସନ ଆରୋହଣ କରିବା ପରମ୍ପରା ମଧ୍ୟ ନଥିଲା। ପ୍ରତ୍ୟେକ ରାଜବଂଶରେ ଦେଖାଯାଏ ଯେ ପ୍ରଥମ ପୁତ୍ର ସନ୍ତାନ ହିଁ କ'ଣ କରନ୍ତି? ରାଜସିଂହାସନ ଆରୋହଣ କରନ୍ତି। କିନ୍ତୁ ସୁଲତାନି ରାଷ୍ଟ୍ରରେ ପ୍ରଥମ ପୁତ୍ର ସନ୍ତାନ ରାଜସିଂହାସନ ଆରୋହଣ କରିବା ପରମ୍ପରା ମଧ୍ୟ ନଥିଲା। ପରବର୍ତ୍ତୀ ରାଷ୍ଟ୍ରର ସ୍ୱରୂପ ହେଉଛି ସୁଲତାନ କ୍ରୀତଦାସରୁ ନିଜର ଶକ୍ତି, ସାମର୍ଥ୍ୟ ଓ ଅସି ବଳରେ ଆସନ ଅକ୍ତିଆର କରିଛନ୍ତି। ଯେମିତିକି କୁତବୁଦ୍ଦୀନ ଆଇବକ୍। କୁତବୁଦ୍ଦୀନ ଆଇବକ୍ ଥିଲେ ଜଣେ କ୍ରୀତଦାସ। ସେ ନିଜର ଶକ୍ତି, ସାମର୍ଥ୍ୟ ଓ ଅସି ଚାଳନା ବଳରେ ସିଂହାସନ ଗ୍ରହଣ କରିପାରିଥିଲେ। ପିଲାମାନେ ଏଠି ମୁଁ ଆହୁରି ଗୋଟିଏ ଏକ୍ସଟ୍ରା ରାଷ୍ଟ୍ରର ସ୍ୱରୂପ ଆଡ଼୍ କରିଛି, ତାକୁ ବି ତୁମେମାନେ ତୁମର ନୋଟ୍ରେ ଆଡ଼୍ କରିଦେବ। ସୁଶାସନ ପାଇଁ ରାଷ୍ଟ୍ରର ବିଭାଜନ କରାଯାଇଥିଲା। ସୁଶାସନ ପାଇଁ ରାଷ୍ଟ୍ରର ବିଭାଜନ କରାଯାଇଥିଲା। ସୁଶାସନ ପାଇଁ କ'ଣ କରାଯାଇଥିଲା? ରାଷ୍ଟ୍ରକୁ ସୁଲତାନମାନେ ବିଭାଜନ କରିଥିଲେ। କାହା କାହା ହିସାବରେ ବିଭାଜନ କରିଥିଲେ? କେନ୍ଦ୍ର ଶାସନ ହିସାବରେ ବିଭାଜନ କରିଥିଲେ, ପ୍ରାଦେଶିକ ଶାସନ ହିସାବରେ ବିଭାଜନ କରିଥିଲେ ଏବଂ ଆଞ୍ଚଳିକ ଶାସନ ହିସାବରେ ବିଭାଜନ କରିଥିଲେ। ଏବଂ ଏହି ରାଷ୍ଟ୍ରର ବିଭାଜନ କରିବା ଦ୍ୱାରା ରାଷ୍ଟ୍ରକୁ ସୁଲତାନ ସୁଚାରୁ ରୂପେ ପରିଚାଳନା କରିପାରୁଥିଲେ। କେମିତି ବିଭାଜନ କରିଥିଲେ? କେନ୍ଦ୍ର ଶାସନ, ପ୍ରାଦେଶିକ ଶାସନ ଏବଂ ଆଞ୍ଚଳିକ ଶାସନ। ପିଲାମାନେ ଦିଲ୍ଲୀରେ ସୁଲତାନି ଶାସନ ରାଷ୍ଟ୍ରର ସ୍ୱରୂପକୁ ନେଇକି ଯଦି 3 ମାର୍କର ପ୍ରଶ୍ନ ଆସିବ ତାହେଲେ ମୁଁ ଯେମିତି 23ଟି ପଏଣ୍ଟ ତୁମକୁ ଲେଖିଦେଇଛି ଅବିକଲ ସେମିତି 23ଟି ପଏଣ୍ଟକୁ ଲେଖିଦେବ, ତୁମର ଉତ୍ତର ହେଇଯିବ। ଯଦି ପରୀକ୍ଷାରେ ତୁମର ଲଙ୍ଗ୍ କ୍ୱେଶ୍ଚନ୍ ପଡ଼େ 8 ମାର୍କର ତାହେଲେ ସେ 23ଟି ପଏଣ୍ଟକୁ ଗୋଟିଏ ଗୋଟିଏ ହେଡ଼ିଂ ଦେଇଦେବ। ଆଉ ହେଡ଼ିଂ ଦେଇ ସାରିଲା ପରେ ମୁଁ 23ଟି ପଏଣ୍ଟକୁ ତୁମକୁ ବୁଝେଇ ଦେଇଛି। ତ ତୁମେମାନେ କ'ଣ କରିବ? ସେ 23ଟି ପଏଣ୍ଟରେ ଗୋଟେ ଦୁଇଟା ଲେଖା ସେଣ୍ଟେନ୍ସ ଲେଖିଦେବ ତୁମେ ଯାହା ବୁଝିଛ ଏହି ଭିଡ଼ିଓରୁ। ତଦ୍ୱାରା କ'ଣ ହେବ? ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ଆଶା କରୁଛି ପିଲାମାନେ ସମସ୍ତେ ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିଥିବ ଏବଂ ଠିକ୍ ଭାବରେ ବୁଝିଥିବ। ପିଲାମାନେ ଏହି
ନୋଟ୍ଟିକୁ ତୁମେମାନେ ସ୍କ୍ରିନଶଟ୍ କରିକି ତୁମେ ନିଜେ ପୁଣି ଥରେ ନୋଟ୍ ଲେଖିଦେବ, ଯଦ୍ୱାରା ସବୁଦିନ ପାଇଁ ମନେ ରହିଯିବ। ପୁଣି ଦେଖା ହେବା ପିଲାମାନେ ଆଉ ଏକ ଭିଡ଼ିଓରେ। ଯଦି ଭିଡ଼ିଓରେ କିଛି ଭୁଲ ଥିବ ପିଲାମାନେ କମେଣ୍ଟ ବକ୍ସରେ ଲେଖିକି ଜଣାଇବ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ।